ଜୟଗୁରୁ। ଆମ ଜୀବନର ଅନେକ ଅଶାନ୍ତି, ଦୁଃଖ ଓ ମାନସିକ ଚାପର ମୂଳ କାରଣ ହେଉଛି ଅନାବଶ୍ୟକ ତର୍କ, ବିରୋଧ ଏବଂ ନିଜକୁ ସବୁବେଳେ ସଠିକ୍ ପ୍ରମାଣ କରିବାର ଅହଙ୍କାର। ଠାକୁର ଆମକୁ ସେହି ଅଶାନ୍ତିରୁ ମୁକ୍ତ ହୋଇ କିପରି ଶାନ୍ତିରେ ଜୀବନଯାପନ କରିବାକୁ ହେବ ସେହି ବାଟ ଦେଖାଇଛନ୍ତି। ଠାକୁର କହିଛନ୍ତି, ତୁମେମାନେ ସମସ୍ତ ପ୍ରକାର ବିରୋଧଠାରୁ ନିଜକୁ ଦୂରେଇ ରଖ। କାହା କଥାରେ ପ୍ରତିବାଦ କର ନାହିଁ ବା କାହା ସଙ୍ଗରେ ବିରୋଧ କର ନାହିଁ। ଏହାକୁ ଆମର ଦୈନନ୍ଦିନ ଜୀବନର ଗୋଟିଏ ସାଧାରଣ ଉଦାହରଣରୁ ବୁଝିବା। ଭାବନ୍ତୁ, ଆପଣଙ୍କ ପରିବାରରେ କିମ୍ବା କର୍ମକ୍ଷେତ୍ରରେ କୌଣସି ଏକ ସାଧାରଣ ବିଷୟକୁ ନେଇ ଆଲୋଚନା ଚାଲିଛି। ଜଣେ ବ୍ୟକ୍ତି ଏପରି କିଛି ମତ ଦେଲେ ଯାହା ଆପଣଙ୍କ ଚିନ୍ତାଧାରା ସହ ମିଶୁନାହିଁ। ସାଧାରଣତଃ ଆମେ ସାଙ୍ଗେ ସାଙ୍ଗେ ପ୍ରତିବାଦ କରିଥାଉ, ନା ତୁମେ ଭୁଲ କହୁଛ, ମୋ କଥା ଠିକ୍ ବୋଲି। ଏଇ ଗୋଟିଏ କଥାରୁ ତର୍କ ଆରମ୍ଭ ହୁଏ, କ୍ରୋଧ ବଢ଼େ ଏବଂ ଶେଷରେ ସମ୍ପର୍କରେ ତିକ୍ତତା ଆସିଯାଏ। କିନ୍ତୁ ଯଦି ଆମେ ସେହି ସମୟରେ ନୀରବ ରହିଯିବା, କାହା କଥାର ପ୍ରତିବାଦ ନ କରି କେବଳ ଶୁଣିନେବା, ତେବେ ସେହି ବିବାଦ ସେତିକିରେ ସମାପ୍ତ ହୋଇଯିବ। ନିଜର ମାନସିକ ଶାନ୍ତିକୁ ହରାଇ ତର୍କରେ ଜିତିବା କୌଣସି ବୁଦ୍ଧିମାନର କାମ ନୁହେଁ। ଠାକୁର ଆଉ ମଧ୍ୟ କହିଛନ୍ତି, ଯେକୌଣସି ବିରୋଧ ବିସମ୍ବାଦରେ ତୁମେମାନେ ପ୍ରାଚୀନପନ୍ଥୀ ହୋଇ ଚଳ, ଅର୍ଥାତ୍ ସପକ୍ଷରେ ନୁହେଁ କି ବିପକ୍ଷରେ ନୁହେଁ, ଯେପରି ନିରପେକ୍ଷ ଭାବ। ନିରପେକ୍ଷ ରହିଲେ ବେଶୀ ନିର୍ଯାତନା ଭୋଗିବାକୁ ପଡ଼େ ନାହିଁ। ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ନେବା। ଆପଣଙ୍କ ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଚାଲିଛି। ଦୁଇଟି ପକ୍ଷ ଆପଣଙ୍କ ପାଖକୁ ଆସି ନିଜ ନିଜର ସଫାଇ ଦେଲେ ଏବଂ ଆପଣଙ୍କୁ ଗୋଟିଏ ପକ୍ଷ ବାଛିବାକୁ କହିଲେ। ଯଦି ଆପଣ କୌଣସି ଗୋଟିଏ ପକ୍ଷର ସମର୍ଥନ କରନ୍ତି, ତେବେ ଅନ୍ୟ ପକ୍ଷଟି ଆପଣଙ୍କର ଶତ୍ରୁ ପାଲଟିଯିବ। କିନ୍ତୁ ଯଦି ଆପଣ ନିରପେକ୍ଷ ରହି କହିବେ, ମୁଁ ଏହି ବିବାଦ ଭିତରେ ପଶିବାକୁ ଚାହୁଁନାହିଁ, ଆପଣମାନେ ଶାନ୍ତିରେ କଥାବାର୍ତ୍ତା ହୋଇ ସମାଧାନ କରିଦିଅନ୍ତୁ, ତେବେ ଆପଣ ଅନାବଶ୍ୟକ କଳି ଝଗଡ଼ା, କୋର୍ଟ କଚେରୀ କିମ୍ବା ମାନସିକ ନିର୍ଯାତନାରୁ ନିଜକୁ ସମ୍ପୂର୍ଣ୍ଣ ଭାବେ ରକ୍ଷା କରିପାରିବେ। ନିରପେକ୍ଷ ରହିବା ହେଉଛି ନିଜକୁ ସୁରକ୍ଷିତ କରିବାର ସବୁଠାରୁ ବଡ଼ କବଚ। ଠାକୁର ପୁଣି ପ୍ରଶ୍ନ କରି କହିଛନ୍ତି, ଆଉ ତା ଛଡ଼ା ବିରୋଧ ବା ପ୍ରୟୋଜନର ଆବଶ୍ୟକ କ'ଣ? ସତରେ ଆମେ ବିରୋଧ କରି କ'ଣ ପାଉ? ଆପଣ ନିଜକୁ ପଚାରନ୍ତୁ। ଗତଥର ଯେତେବେଳେ ଆପଣ କାହା ସହିତ ଯୁକ୍ତିତର୍କ କରିଥିଲେ, ସେଥିରୁ ଆପଣଙ୍କୁ କ'ଣ ମିଳିଥିଲା? କେବଳ ରାତିର ଅନିଦ୍ରା, ରକ୍ତଚାପ ଏବଂ ମାନସିକ ଦୁଃଖ। ତେଣୁ ଯେଉଁ ଜିନିଷରୁ କୌଣସି ଶୁଭ ଫଳ ମିଳେ ନାହିଁ, ସେହି ବିରୋଧର କୌଣସି ପ୍ରୟୋଜନ ନାହିଁ। ତେବେ ଜଣେ ମଣିଷ ସଂସାରରେ କିପରି ଚଳିବ? ସେଥିପାଇଁ ଠାକୁର ଆମକୁ ଏକ ସୁନ୍ଦର ମାର୍ଗଦର୍ଶନ କରିଛନ୍ତି। ଠାକୁର କହିଛନ୍ତି, ନିଜ ନିଜର ଲକ୍ଷ୍ୟ, ଧର୍ମର ଭିତ୍ତି ଠିକ୍ ରଖି, ରୀତିନୀତି ଠିକ୍ ରଖି ଅଧିକାଂଶ ପଥରେ ଚଳିବା ହିଁ ଶ୍ରେୟ। ଏହାର ମାନେ ହେଉଛି ଆପଣଙ୍କ ଜୀବନର ମୁଖ୍ୟ ଲକ୍ଷ୍ୟ ହେଉଛନ୍ତି ଗୁରୁଦେବ। ଆପଣ ନିଜ ଗୁରୁନାମ, ନିଜର ଧର୍ମ ଓ ସଦ୍ ରୀତିନୀତିକୁ ନିଷ୍ଠାର ସହ ଧରି ରଖନ୍ତୁ। ଦୁନିଆ ଯେପରି ଚାଲୁଛି ଚାଲୁ। ଆପଣ କାହା ସହ ବିରୋଧ ନ କରି ନିଜ ବାଟରେ ସରଳ ଓ ଶାନ୍ତ ଭାବରେ ଆଗକୁ ବଢ଼ି ଚାଲନ୍ତୁ। କୌଣସି ପ୍ରକାର ବିବାଦରୁ ଦୂରେଇ ରହିବା ହିଁ ମାନସିକ ଶାନ୍ତି ପାଇବାର ସବୁଠାରୁ ସହଜ ଉପାୟ। ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ କୋମଳ ପାଦପଦ୍ମରେ ମୋର କୋଟି କୋଟି ପ୍ରଣାମ। ଜୟଗୁରୁ, ଜୟଗୁରୁ, ଜୟଗୁରୁ।